ମୁଁ ଆସିଥିଲି ସେ ଯାହା ସ୍ଥିତି ଅଛି ଆମେ ଦେଖିବା ଠିକ୍ ନୁହଁ କାରଣ ଡକ୍ଟର ମନା କରୁଛନ୍ତି ଦେଖା ହେବା ଠିକ୍ ନୁହଁ ବୋଲିକି ବହୁତ ଇଏରେ ଅଛି। ତେଣୁ ମୋତେ ଏତିକି କହିବି ଆମେ ସମସ୍ତେ ଏବେ ଠାକୁର ଡାକିବା ଯେତେ ଓଡ଼ିଶାରେ ଯେତେ ଜଣ ଅଛନ୍ତି ସମସ୍ତେ ନିଜ ନିଜ ଠାକୁର ଡାକିବେ ଯେ ହ୍ୟୁମାନ ସାଗର ଶୀଘ୍ର ଭଲ ହେଇଯାଆନ୍ତୁ। ଆଉ କିଛି କହିବା ବି ଠିକ୍ ଲାଗୁନି। ମୁଁ ବହୁତ ମର୍ମାହତ, ମୁଁ ବହୁତ ଦୁଃଖିତ କାରଣ ହ୍ୟୁମାନ ସାଗର ସେ ଓଡ଼ିଶାର ଜଣେ ଭଲ ଗାୟକ କଥା ତ ଅଲଗା କଥା, ଭଲ ପିଲା, ଭଲ ଲୋକ, ଭଲ ମଣିଷ, ମାନେ ସେଭଳିଆ ମଣିଷଟିଏ ଓଡ଼ିଶାରେ ଭାରି ବିରଳ। ତେଣୁ ନିହାତି ଜଗନ୍ନାଥ ପାଖରେ ପ୍ରାର୍ଥନା କରିବି ଜଗନ୍ନାଥ ଶୀଘ୍ର ଭଲ କରିଦିଅନ୍ତୁ। ଗୋଟେ ଆଲୋଚନା ହଉଥିଲା ଯେ ଏୟାରଲିଫ୍ଟ କରାହବ ବୋଲି, କ'ଣ ସେଇ ବିଷୟରେ କିଛି ଆଲୋଚନା? ସେ ବିଷୟରେ ମୁଁ ଜାଣିନି ଆଜ୍ଞା, ମୁଁ ସେ ବିଷୟରେ କହିପାରିବିନି। ଡକ୍ଟର ଯାହା କହିବେ, ତେଣୁ ମୁଁ ଏଇଠି ମଧ୍ୟ ଓଡ଼ିଶା ସରକାରଙ୍କୁ ଆଉଥରେ ନିବେଦନ କରିବି ଯାହା ତାଙ୍କୁ ସୁବିଧା ସୁଯୋଗ ଯୋଗାଇବା କଥା ସବୁ ଯୋଗାଇ ଦିଅନ୍ତୁ ଏବଂ ସମସ୍ତେ ନିଜ ନିଜ ଠାକୁରଙ୍କୁ ଗୁହାରି କରନ୍ତୁ, ଦୀପ ଜାଳନ୍ତୁ, ପ୍ରାର୍ଥନା କରନ୍ତୁ, ହ୍ୟୁମାନ ସାଗର ଶୀଘ୍ର ଭଲ ହେଇଯାଆନ୍ତୁ। କିଏ କିଏ ଅଛନ୍ତି ପରିବାର ଲୋକ? ମୁଁ ଦେଖିନି ଆଜ୍ଞା, ମୁଁ ବହୁତ ଜଣ ଖେଳିଛନ୍ତି, ମୁଁ ଦେଖିନି କାହାକୁ, ମୁଁ କହିପାରିବିନି। ତେଣୁ ମୋତେ ଏତିକି କହିବି ଆମେ ସମସ୍ତେ ଏବେ ଠାକୁର ଡାକିବା ଯେତେ ଓଡ଼ିଶାରେ ଯେତେ ଜଣ ଅଛନ୍ତି ସମସ୍ତେ ନିଜ ନିଜ ଠାକୁର ଡାକିବେ ଯେ ହ୍ୟୁମାନ ସାଗର ଶୀଘ୍ର ଭଲ ହେଇଯାଆନ୍ତୁ। ଆଉ କିଛି କହିବା ବି ଠିକ୍ ଲାଗୁନି। ମୁଁ ବହୁତ ମର୍ମାହତ, ମୁଁ ବହୁତ ଦୁଃଖିତ କାରଣ ହ୍ୟୁମାନ ସାଗର ସେ ଓଡ଼ିଶାର ଜଣେ ଭଲ ଗାୟକ କଥା ତ ଅଲଗା କଥା, ଭଲ ପିଲା, ଭଲ ଲୋକ, ଭଲ ମଣିଷ, ମାନେ ସେଭଳିଆ ମଣିଷଟିଏ ଓଡ଼ିଶାରେ ଭାରି ବିରଳ। ତେଣୁ ନିହାତି ଜଗନ୍ନାଥ ପାଖରେ ପ୍ରାର୍ଥନା କରିବି ଜଗନ୍ନାଥ ଶୀଘ୍ର ଭଲ କରିଦିଅନ୍ତୁ। ଗୋଟେ ଆଲୋଚନା ହଉଥିଲା ଯେ ଏୟାରଲିଫ୍ଟ କରାହବ ବୋଲି, କ'ଣ ସେଇ ବିଷୟରେ କିଛି ଆଲୋଚନା? ସେ ବିଷୟରେ ମୁଁ ଜାଣିନି ଆଜ୍ଞା, ମୁଁ ସେ ବିଷୟରେ କହିପାରିବିନି। ଡକ୍ଟର ଯାହା କହିବେ, ତେଣୁ ମୁଁ ଏଇଠି ମଧ୍ୟ ଓଡ଼ିଶା ସରକାରଙ୍କୁ ଆଉଥରେ ନିବେଦନ କରିବି ଯାହା ତାଙ୍କୁ ସୁବିଧା ସୁଯୋଗ ଯୋଗାଇବା କଥା ସବୁ ଯୋଗାଇ ଦିଅନ୍ତୁ ଏବଂ ସମସ୍ତେ ନିଜ ନିଜ ଠାକୁରଙ୍କୁ ଗୁହାରି କରନ୍ତୁ, ଦୀପ ଜାଳନ୍ତୁ, ପ୍ରାର୍ଥନା କରନ୍ତୁ, ହ୍ୟୁମାନ ସାଗର ଶୀଘ୍ର ଭଲ ହେଇଯାଆନ୍ତୁ। କିଏ କିଏ ଅଛନ୍ତି ପରିବାର ଲୋକ? ମୁଁ ଦେଖିନି ଆଜ୍ଞା, ମୁଁ ବହୁତ ଜଣ ଖେଳିଛନ୍ତି, ମୁଁ ଦେଖିନି କାହାକୁ, ମୁଁ କହିପାରିବିନି।